ଆପଣ ନିଜକୁ ଯେମିତି ଦେଖିବାକୁ ଚାହାନ୍ତି ସେମିତି ଭାବିବାକୁ ଲାଗନ୍ତୁ। ଆଉ ଆପଣ ନିଜକୁ ଯେମିତି ଭାବିବେ ଆପଣ ସେମିତି ହିଁ ବନିଯିବେ। କିନ୍ତୁ ଆପଣ ଯଦି ସବୁବେଳେ ନେଗେଟିଭ୍ ଭାବୁଥାନ୍ତି ତାହେଲେ ଆପଣଙ୍କ ଅଜାଣତରେ ଆପଣ ନେଗେଟିଭ୍ ହିଁ ବନିବେ। ତାହେଲେ ଆଜି ମୁଁ ଆପଣଙ୍କୁ କହିବି ଆପଣଙ୍କ ମନରେ ଏସବୁ ଯେଉଁ ନେଗେଟିଭ୍ ଥଟ୍ସ ଆସେ ଆପଣ ତାକୁ ରୋକିବେ କେମିତି। ଆପଣଙ୍କର ସବୁକିଛି ଠିକ୍‌ଠାକ୍ ଥିବ, କିନ୍ତୁ କିଏ କିଛି ହଠାତ୍ କହିଦେଲା କି କିଛି ଗୋଟେ ଛୋଟ ଇନସିଡେଣ୍ଟ ହେଇଗଲା, ସେ ସମୟରେ ନା ଆପଣ ନେଗେଟିଭ୍ ବନିଯାଆନ୍ତି। ମାନେ ଆପଣଙ୍କ ମୁଡ୍ ଅଫ୍ ହେଇଯାଏ। ଆପଣଙ୍କ ମନରେ ନା ବିଭିନ୍ନ ପ୍ରକାରର ନେଗେଟିଭ୍ ଥିଙ୍କିଂ ଆସିବାକୁ ଲାଗେ। ତାହେଲେ ଏସବୁ ଯେଉଁ ଜିନିଷ ବା ଯେଉଁ ଲୋକମାନେ ଏମାନେ ହେଲେ ନେଗେଟିଭ୍ ଟ୍ରିଗରିଂ ଥିଙ୍ଗସ୍ ବା ନେଗେଟିଭ୍ ଟ୍ରିଗରିଂ ପିପଲ୍। ତ ଏସବୁ କେମିତି ଆଭଏଡ୍ କରିବା ଆଉ ମାଇଣ୍ଡରେ ପଜିଟିଭ୍ ଥିଙ୍କିଂକୁ ଷ୍ଟୋର୍ କେମିତି କରିବେ। ଆଉ ବି କିଛି ଟେକ୍ନିକ୍ସ ମାନେ ଇନଷ୍ଟାଣ୍ଟ ଆପଣଙ୍କ ମାଇଣ୍ଡ ନା ନେଗେଟିଭ୍ ହେଇଗଲା ତ ଇନଷ୍ଟାଣ୍ଟ ପ୍ଲେସ୍‌ରେ ଆପଣ ସେ ନେଗେଟିଭ୍ ମାଇଣ୍ଡକୁ କେମିତି ପଜିଟିଭ୍‌ରେ କନଭର୍ଟ କରିବେ। ଯଦି ଆମ ମାଇଣ୍ଡରେ ସବୁବେଳେ ନେଗେଟିଭ୍ ଏନର୍ଜି ରୁହେ କି ଆମେ ନେଗେଟିଭ୍ ବିହେଭ୍ କରୁ ତାହେଲେ ଆମ ସହିତ ଯେଉଁ ଲୋକମାନେ ମିଶନ୍ତି ବା ଆମେ ଯାହା ସହିତ କଥାବାର୍ତ୍ତା ହେଉ କି ଯେଉଁ ଜାଗାକୁ ଯାଉ ସେଠି ନା ଆମେ ନେଗେଟିଭ୍ ଏନର୍ଜି ହିଁ ରିଲିଜ୍ କରୁ। ମାନେ ଆମ ପାଖରୁ ନା ନେଗେଟିଭ୍ ଭାଇବ୍ରେସନ୍ସ ଆସେ। ଲୋକମାନଙ୍କୁ ଅକ୍ୱାର୍ଡ ଫିଲ୍ ହୁଏ ଆମ ସହିତ କଥା ହେବା ପାଇଁ। ୟା ଦ୍ୱାରା କ'ଣ ହୁଏ କହିଲେ, ଆମେ ନା ଆମ ଲାଇଫ୍‌ରେ ଅଧିକରୁ ଅଧିକ ନେଗେଟିଭ୍ ସିଚୁଏସନ୍‌କୁ ଆଟ୍ରାକ୍ଟ କରୁ। ଆଉ ଯେତେବେଳେ ସେସବୁ ନେଗେଟିଭ୍ ସିଚୁଏସନ୍ସ ଆସି ଆମ ପାଖେ ପହଞ୍ଚେ ଆମେ ତାକୁ ଆହୁରି ନେଗେଟିଭ୍ ୱେରେ ହ୍ୟାଣ୍ଡେଲ୍ କରୁ। ତାହେଲେ ନେଗେଟିଭ୍ ଥଟ୍ସକୁ ଅଟକାଇବା ପାଇଁ ଆମର ଫାର୍ଷ୍ଟ କାମ ହେଲା, ମାନେ ଯେଉଁଟା ଆମର ଫାର୍ଷ୍ଟ ଟ୍ରିକ୍, ପ୍ରଥମେ ସେ ନେଗେଟିଭ୍ ଥଟ୍ସକୁ ନା ଆକ୍ସେପ୍ଟ କରନ୍ତୁ। ଆମର ଯେତେବେଳେ ନେଗେଟିଭ୍ ଥଟ୍ସ ଆସେ ଆମେ କ'ଣ କରେ କହିଲେ, ଆମେ ନିଜକୁ ଦୋଷ ଦେବା ଷ୍ଟାର୍ଟ କରେ କି ମୁଁ ଖରାପ, ମୋ ମାଇଣ୍ଡରେ ରାଗ ଆସୁଛି, ଜେଲସି ଆସୁଛି, ମୁଁ ଝଗଡ଼ା କରୁଛି, XYZ ସବୁ କଥା କହେ ନା ଆମେ ନିଜକୁ ଦୋଷ ଦେଉ। ତ ପ୍ରଥମେ ନା ନିଜକୁ ଦୋଷ ଦେବା ବନ୍ଦ କରନ୍ତୁ। ମୁଁ ମଣିଷ ନା, ତ ଯେହେତୁ ଏସବୁ ଇମୋସନ୍ସ ମୋ ପାଖେ ଅଛି ମୁଁ ତ ସବୁବେଳେ ନେଗେଟିଭ୍ ହେଉନି, ମୁଁ ପଜିଟିଭ୍ ବି ହେଉଛି, ମୁଁ ଲୋକମାନଙ୍କୁ ଭଲ ବି ପାଉଛି, ଲୋକମାନଙ୍କ ସହିତ ହସୁଛି ବି, ଆଉ ସେମାନଙ୍କ ଦୁଃଖରେ ଦୁଃଖୀ ହେଉଛି, ସୁଖରେ ସୁଖୀ ହେଉଛି। ମୋ ପାଖରେ ଏଇ ପଜିଟିଭ୍ ଇମୋସନ୍ ବି ଅଛି। ତାହେଲେ ଯାହା ନେଗେଟିଭ୍ ଅଛି ତା ପାଇଁ ନିଜକୁ ଏତେ ବ୍ଲେମ୍ କାହିଁ କରୁଛି। ତ ଫାର୍ଷ୍ଟ ସେ ଯେଉଁ ଥିଙ୍କିଂ ବା ଥଟ୍ ଆସୁଛି ନେଗେଟିଭ୍ ଥଟ୍ ଆମ ମାଇଣ୍ଡରେ ତାକୁ ନା ପ୍ରଥମେ ଆକ୍ସେପ୍ଟ କରନ୍ତୁ କି ମୁଁ ହ୍ୟୁମାନ୍, ମୋ ଭିତରେ ସବୁ ପ୍ରକାରର ଇମୋସନ୍ ଏକ୍ଜିଷ୍ଟ କରୁଛି। ଆମର ଏଠି ଗୋଟେ କ୍ୱେଶ୍ଚିନ୍ ଆସେ କି ମୋ ମନରେ ନା ଏ ନେଗେଟିଭ୍ ଥଟ୍ସ ଯେଉଁ ଆସୁଛି ଏଗୁଡ଼ାକ କାହିଁକି ଆସୁଛି। ତାର ଆନ୍ସର୍ ହେଲା କିଛି ଜିନିଷକୁ ନେଇ ଆମେ ଓଭର୍ ପଜେସିଭ୍ ଥାଉ। ଓଭର୍ ପଜେସିଭ୍ ମାନେ କୌଣସି ଜିନିଷ ବା କୌଣସି ଲୋକଙ୍କ ଉପରେ ଆମେ ଦରକାର ଠାରୁ ଅଧିକ ନିଜର ପଣିଆ ସାବ୍ୟସ୍ତ କରୁ। ଆଉ ଯେତେବେଳେ ଆମକୁ ଲାଗେ କି କୌଣସି କାରଣବଶତଃ ଆମର ସେ ଅଧିକାରଟା ପଳଉଛି କି ସେଇ ଜିନିଷ ଉପରେ ହ୍ୟାମ୍ପର୍ ହେଉଛି, ସେତେବେଳେ ଆମ ମନରେ ଡର, ଭୟ, କ୍ରୋଧ, ରାଗ ଏସବୁ ଆସେ। ଆଉ ଏଇ ଯେଉଁ ନେଗେଟିଭ୍ ଥଟ୍ସ ଆସୁଛି ନା ଆର ଆଉ ବି ଗୋଟେ କାରଣ ଅଛି। ଆମର ପାଷ୍ଟରେ କିଛି ଇନସିଡେଣ୍ଟ ହେଇଥାଏ, ଯେଉଁ ଇନସିଡେଣ୍ଟ ନା ଆମକୁ ବହୁତ କଷ୍ଟ ଦେଇଥାଏ କି ଆମକୁ ଡିପ୍ରେସନ୍‌କୁ ନେଇଥାଏ କି କିଛି ବି ଯେଉଁ ଇନସିଡେଣ୍ଟ ନା ଆମକୁ ବହୁତ କଷ୍ଟ ଦେଇଥାଏ କି ଆମକୁ ଡିପ୍ରେସନ୍‌କୁ ନେଇଥାଏ କି କିଛି ବି ଆମକୁ ନେଗେଟିଭଲି ଇମ୍ପାକ୍ଟ କରିଥାଏ। ତ ଯେତେବେଳେ ସେଇ ଜିନିଷ ଆମ ମାଇଣ୍ଡରେ ବାରମ୍ବାର ରିପିଟ୍ ହୁଏ ଆମେ ସେଇଟାକୁ ଭାବୁ, ତ ନେଗେଟିଭ୍ ଥଟ୍ସ ସେଇ ଜିନିଷକୁ ନେଇକି ବି ଆସେ। ବେଳେବେଳେ କ'ଣ ହୁଏ ନା ଆମ ଆଖପାଖରେ ଅନେକ ସିଚୁଏସନ୍ସ ହେଇଥାଏ, ମାନେ ନେଗେଟିଭ୍ ସିଚୁଏସନ୍ ମାନେ ମିସ୍‌ହ୍ୟାପ୍ସ ସବୁ ଘଟିଥାଏ। ତାକୁ ଦେଖି ବି ଆମେ ଆମ ଲାଇଫ୍ ସହିତ ନିଜକୁ କମ୍ପେୟାର କରୁ କି ଆରେ ସେଇଟା ହେଇଗଲା, ସେମ୍ ଥିଙ୍ଗ ଯଦି ମୋ ସହିତ ହାପେନ୍ ହୁଏ, ତ ସେଠି ବି ଆମ ମାଇଣ୍ଡରେ ନେଗେଟିଭ୍ ଥିଙ୍କିଙ୍ଗସ୍ ବାରମ୍ବାର ଆସେ। ତାହେଲେ ଏଠି ଆମେ ନିଜକୁ ଗୋଟେ କ୍ୱେଶ୍ଚିନ୍ କରିବା କି ଏସବୁ ଯେଉଁ ଜିନିଷକୁ ନେଇ ମୋ ମନ ଭିତରେ ଡର ଆସୁଛି, ଏ ଡର କ'ଣ ସତ ହେବ? ମୁଁ ଯେଉଁ ଜିନିଷକୁ ନେଇ ଭାବୁଛି କି ଡରୁଛି ଏସବୁ ସେମିତି ସତ ହେବ ବୋଲି କିଛି ୟୁନିଭର୍ସାଲ ଲ ଅଛି କି? ଯେମିତି ଗଛରୁ ଆପଲ୍ ପଡ଼ିଲା ସେ ତଳେ ହିଁ ପଡ଼ିବ, ଏଇଟା ଗୋଟେ ଲ ଅଫ୍ ଗ୍ରାଭିଟି। ଯେମିତି ଆପଣ ଆଇସ୍‌କୁ ହିଟ୍ କଲେ ସେଇଟା ତରଳିବ, ଏଇଟା ଗୋଟେ ସାଇଣ୍ଟିଫିକ୍ ଲ। ଯେଉଁ ସବୁ ଜିନିଷକୁ ନେଇ ଆପଣଙ୍କ ମନରେ ଡର, ଇନସିକ୍ୟୁରିଟି ଫିଲ୍ ହେଉଛି ସେସବୁ ଯେ ନିହାତି ସତ ହେବ ସେମିତି ତ କିଛି ମାନେ ନାହିଁ ନା। ହଁ, ଯଦି ଅତୀତରେ ସେମିତି କିଛି ଘଟଣା ଘଟିଛି ତାହେଲେ ତା ପାଇଁ ଆପଣ ପ୍ରିକସନ୍ ନେଇପାରିବେ କି ସେ ଘଟଣା କେମିତି ଆଗକୁ ଆଉ କେବେ ନ ହେବ ତା ପାଇଁ ଆପଣ କେୟାର ବି କରିପାରିବେ। ଆପଣ ଆପଣଙ୍କ ସାଇଡ଼୍‌ରୁ ନା ପୁରା 100% ସେ କାମକୁ ଠିକ୍ କରିବାକୁ ଚେଷ୍ଟା କରିବେ। ଦେନ୍ ସରେଣ୍ଡର ଟୁ ଗଡ୍ କି ହେ ଭଗବାନ, ମୋ ସାଇଡ଼୍‌ରୁ ଯାହା ହେଇପାରିବ ମୁଁ କରିକି ଦେଖିଲି। ଏବେ ଏ ଜିନିଷ ଆପଣଙ୍କୁ ଲାଗିଲା ବା ୟାର ରେଜଲ୍ଟ ଆପଣଙ୍କ ହାତରେ। ଆପଣ ଯାହା କରିବାର ଥିବ ଆକୁ କରିବେ। ଆପଣ ଯେତେବେଳେ କିଛି ଜିନିଷ ଭଗବାନଙ୍କୁ ସରେଣ୍ଡର କରନ୍ତି ନା ତାର କିଛି ଅଲଗା ଲେଭେଲର ଶାନ୍ତି ଆପଣଙ୍କୁ ମିଳେ। ଆପଣଙ୍କୁ ଆଉ ଟେନସନ୍ ନେବା ଦରକାର ପଡ଼େନି। କାରଣ ଦେଖନ୍ତୁ ଯାହା ହେବାର ଥିବ ନା ସେଇଟା ହେଇକି ରହିବ। ଆପଣ ଭାବିଲେ ବି ସେ ବଦଳିବନି, ନ ଭାବିଲେ ବି ବଦଳିବନି। ତ ବେଟର ଭାବିବ କାହିଁକି?
ତ ଜଣେ ଅଛି ନା ସବୁ ଜିନିଷର କେୟାର ନେବ, ତ ଆପଣ ଏତେ ଟେନସନ୍ କାହିଁକି ନେବେ? ଏଇ ଜିନିଷ ନା ଏଇ ଥିଙ୍ଗଟା ମନରେ ବାରମ୍ବାର ଆଣନ୍ତୁ, ଦେଖିବେ ଆପଣଙ୍କୁ ଏଇ ଜିନିଷ ନା ମାନେ ପୁରା 80 ରୁ 90% ଟେନସନ୍ ଫ୍ରି କରିଦେବ। ଆଉ ଆମର ଥାର୍ଡ ପଏଣ୍ଟ ହେଲା ନେଗେଟିଭ୍ ଟ୍ରିଗରିଂ ପିପଲ୍ ବା ନେଗେଟିଭ୍ ଟ୍ରିଗରିଂ ଥିଙ୍ଗସ୍। ମାନେ ଆମେ କିଛି ଲୋକଙ୍କ ସହିତ କଥା ହେଲେ, ବାଇ ଫୋନ୍ ହଉ କି ଏମିତି ମିଶିଲେ ଆମେ କଥା ହେଇକି ଆସିଲେ, ଆଉ ତାଙ୍କ ସହିତ କଥା ହେଇସାରିଲା ପରେ ନା ଆପଣଙ୍କୁ ବହୁତ ନେଗେଟିଭ୍ ଫିଲ୍ ହୁଏ। ଆଉ ଏମିତି ବି କିଛି ଜିନିଷ ଅଛି ଯୋଉଟା ମାନେ ରିପିଟେଡଲି ଘଟି ଆସିଥାଏ। ସେ ଜିନିଷ ଯେତେବେଳେ ଆପଣଙ୍କୁ ଆଭାସ ହୁଏ ନା କି ଆରେ ଏଇ ଜିନିଷଟା ଏଇଆ ହେଲା, ଆପରେ ଏଇଆ ହେଇଯିବ, କି କାରଣ ସେମିତି ଜିନିଷ ନା ଆଗରୁ ଘଟିଥାଏ, ସେତେବେଳେ ବି ଆପଣଙ୍କ ମନରେ ନେଗେଟିଭିଟି ଆସେ। ମାନେ କିଛି ଜିନିଷ ଆଉ କିଛି ଲୋକଙ୍କ ସହ ଆପଣ ମିଶିଲା ପରେ ଆପଣଙ୍କ ମାଇଣ୍ଡରେ ନେଗେଟିଭ୍ ଆଫେକ୍ଟ କରେ। ମୋ ମତରେ ଏମିତି ଲୋକଙ୍କ ସହିତ ଆପଣ ଯେତେ କମ୍ କନେକ୍ଟ ହେବେ ସେତେ ବଢ଼ିଆ। ଆଉ ଏଇ ଟାଇପ୍ର ଜିନିଷ ଯେତେବେଳେ ଆପଣ ଜାଣୁଛନ୍ତି ଆସିବ, କି ଆପଣ ଜାଣିଛନ୍ତି ମୁଁ ଏ ଜାଗାକୁ ଯାଉଛି, ଏ ଜାଗାକୁ ଯିବି ମାନେ ମୋତେ ଏଇ ଟାଇପ୍ର ଲୋକ ମିଳିବେ ଆଉ ଏଠି ଏଇଆ ହିଁ କନଭରସେସନ୍ ହେବ, ତ ଆପଣ ଟ୍ରାଏ କରନ୍ତୁ ସେ ଲୋକ, ସେମିତି ଇନସିଡେଣ୍ଟ, ସେ ପ୍ଲେସ୍, ସେଗୁଡ଼ା ସବୁ ଆଭଏଡ଼ କରିବାକୁ। କାରଣ ଏଗୁଡ଼ା ନା ସବୁ ନେଗେଟିଭ୍ ଟ୍ରିଗରିଂ ଥିଙ୍ଗସ୍, ଆଉ ଏଗୁଡ଼ାକ ଆପଣଙ୍କ ମାଇଣ୍ଡକୁ ନେଗେଟିଭିଟି ଯୋଗାଏ। ଆଉ ଯେତେବେଳେ এই ନେଗେଟିଭିଟି ଆସେ ନା, ଇନଷ୍ଟାଣ୍ଟ ଆପଣ ସେ ପ୍ଲେସ୍ରେ କ'ଣ କରିବେ, କିଛି ପଜିଟିଭ୍ ସୋର୍ସ ନିଜ ମାଇଣ୍ଡକୁ ଦିଅନ୍ତୁ। ଆଉ ହଁ, କେମିତି ପଜିଟିଭ୍ ସୋର୍ସ ଦେବା ଆଉ ଗୋଟେ ପଏଣ୍ଟ ପରେ ମୁଁ ଆପଣଙ୍କୁ କହିବି। ସେମ୍ ଫ୍ୟାମିଲିରେ ବି ନେଗେଟିଭ୍ ଟ୍ରିଗରିଂ ଲୋକ ମିଳନ୍ତି, ସେଠି ବି ନେଗେଟିଭ୍ ଥିଙ୍ଗସ୍ ବହୁତ ହାପେନ୍ ହୁଏ, କିନ୍ତୁ ସେ ଜାଗାରେ ଆପଣଙ୍କୁ ସମାନ ଫ୍ୟାମିଲିରେ ରହିବି 24 ଘଣ୍ଟା କିଛି ଲୋକଙ୍କୁ ଦେବା ଦରକାର ନାହିଁ। ଯେତିକି ନିଡ଼ି, ଯେତିକି ଆପଣଙ୍କ ଡ୍ୟୁଟି ଆପଣ ସେତିକି ସମୟ ଦେଇ ଦିଅନ୍ତୁ, ବାକି ଆପଣ ନିଜ କାମରେ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଆହୁରି କାମ ଥିବ ନା, ଥୋଡ଼ି ନା ସେ ତାଙ୍କରି ସହିତ ବସିକିରି ମାନେ ନେଗେଟିଭିଟି ଡିସ୍କସନ୍ କରିବା, ନେଗେଟିଭ୍ ଏନର୍ଜି ତାଙ୍କଠାରୁ ଆଣିବା ଗୋଟେ ଜାଗାରେ ରହିକି, ତ ଏସବୁ କରନ୍ତୁନି। କିଛି ସମୟ ଦେଇଦେଲେ ବାସ୍ ଆପଣ ଆପଣଙ୍କ ନିଜ କାମରେ ଧ୍ୟାନ ଦିଅନ୍ତୁ। ଏଇଟା ହେଲା ଟ୍ରିକ୍ କି ସେମ୍ ଜାଗାରେ ରହିବି ନେଗେଟିଭ୍ ଲୋକଙ୍କ ସହିତ ଆପଣ କେମିତି ରହିବେ। ହଁ, ଟିକେ ଆଗରୁ ମୁଁ ଆପଣଙ୍କୁ କହୁଥିଲି ନା କି ନେଗେଟିଭ୍ ଯେତେବେଳେ ଆଟାକ୍ କଲା ସେତେବେଳେ ଆପଣ ଇନଷ୍ଟାଣ୍ଟ ସେ ପ୍ଲେସ୍ରେ ପଜିଟିଭ୍ ଥିଙ୍ଗକୁ କେମିତି ଷ୍ଟୋର୍ କରିବେ। ମନେକର ସପୋଜ୍ ଆପଣ ଜଣଙ୍କୁ ଫୋନ୍ କରିଛନ୍ତି, ଆପଣଙ୍କୁ ଜଣେ ପଚାରିଲା ଆରେ କେମିତି ଅଛୁ, ଆପଣ ସେଠି ଆରାମସେ କହିପାରିବେ ହଁ ବହୁତ ବଢ଼ିଆ, ତୋର କେମିତି ଅଛି କହ। ମାନେ ମୋ କହିବା କଥା, ଆପଣଙ୍କ ସହିତ ଯଦି କିଛି ଖରାପ ହେଇଛି, ଆପଣ ଯଦି ସେ କଥାକୁ ବାରମ୍ବାର ଅନ୍ୟ ଜଣଙ୍କ ସହିତ ଡିସ୍କସନ୍ କରିବେ, ତାହେଲେ ଆପଣଙ୍କ ସିଚୁଏସନ୍ ବଦଳିବାର ନାହିଁ, ନା କି ସାମ୍ନାବାଲା ଆପଣଙ୍କ ଦୁଃଖ ଶୁଣିକି ନେଇଯିବ ଆଉ ଆପଣଙ୍କ ସିଚୁଏସନ୍ ଠିକ୍ ହେଇଯିବ। ନା, ଆପଣଙ୍କ ସିଚୁଏସନ୍, ଆପଣଙ୍କ ସୁଖ, ଆପଣଙ୍କ ଦୁଃଖ ଆପଣଙ୍କ ସହିତ ହିଁ ରହିବ। ହଁ, ଯଦି ସିଚୁଏସନ୍ ବହୁତ ମାନେ ଖରାପ ଅଛି, ପ୍ରୋବ୍ଲେମ୍ ବହୁତ, ତ ଆପଣଙ୍କୁ ସଲ୍ୟୁସନ୍ ଦରକାର କି କିଏ ଜଣେ ମେଣ୍ଟର ଦରକାର, ସେଇ ପ୍ଲେସ୍ରେ ଆପଣ ସେୟାର କରିପାରିବେ। କିନ୍ତୁ ତା ମାନେ ନୁହେଁ ଯେ ଡେଲି ଗସିପ୍ ସେ ଟପିକ୍ରେ, ସେଇଟା କଲେ ବି ଆପଣଙ୍କ ମାଇଣ୍ଡରେ ନେଗେଟିଭିଟି ଯେଉଁ କଚରା କୁହନ୍ତି ନା ଡେଲି ଡେଲି ଭରିକି ରୁହେ। କେବଳ ଆପଣଙ୍କ ମାଇଣ୍ଡରେ କଚରା ଭରେନି, ଆପଣ ଯାହା ସହିତ କଥା ହୁଅନ୍ତି ସାମ୍ନାବାଲା ମାଇଣ୍ଡରେ ବି ସେମ୍ ହୁଏ। ମାନେ ତାର ସବୁ ସିଚୁଏସନ୍ ଭଲ ଥିବ, ସେ ଆପଣଙ୍କ କାହାଣୀ ଶୁଣିକିରି ତା ମୁଣ୍ଡ ବି ମାନେ ଟେନସନ୍ ହେବାକୁ ଲାଗିବ। ଥଟ୍ସ ରୋକିବାକୁ ହେଲେ ଆପଣଙ୍କୁ ଆଉ ବି ଗୋଟେ ଜିନିଷ କରିବାକୁ ପଡ଼ିବ। ଆପଣ ସକାଳୁ ଉଠୁଛନ୍ତି, ଆପଣ ଗ୍ରାଟିଚ୍ୟୁଡ୍ ପ୍ରାକ୍ଟିସ୍ କରନ୍ତୁ। ମାନେ ସକାଳୁ ଉଠିଲେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ। ଆପଣଙ୍କ ଲାଇଫ୍ରେ ଯେଉଁ ଲୋକମାନେ ଆପଣଙ୍କୁ ହେଲ୍ପ କରୁଛନ୍ତି କି କିଛି ବି ମାନେ କାମରେ ଆସୁଛନ୍ତି, ସେଠି ଆପଣ ଗ୍ରାଟିଚ୍ୟୁଡ୍ ମେନସନ୍ କରନ୍ତୁ। କାରଣ ଦୁନିଆ ନା ଆକ୍ଚୁଆଲି ଆପଣ ଗୋଟେ କଥା ଶୁଣିଥିବେ, ଯିଏ ଯେତିକି ଦିଏ ସେ ସେତିକି ବି ପାଏ। ଇଏ ହେଲା ୟୁନିଭର୍ସର ଲ, ଆଉ ଇଏ ବି ଭଗବାନଙ୍କ ଲ। ଆପଣ ସୁଖ ଦେଲେ ସୁଖ ପାଇବେ, ଦୁଃଖ ଦେଲେ ଦୁଃଖ ପାଇବେ। ସେମିତି ଯଦି ଆପଣ ଦୁନିଆକୁ ଗ୍ରାଟିଚ୍ୟୁଡ୍ ଦେବେ, ମାନେ ଥ୍ୟାଙ୍କଫୁଲ୍ ରହିବେ ସବୁ ଜିନିଷ ପାଇଁ, ସେ ଥ୍ୟାଙ୍କଫୁଲନେସ୍ ନା ଆପଣଙ୍କ ପାଖକୁ ବି ରିଟର୍ନ କରିବ। ଏଇଟା ଟ୍ରୁ। ଆଉ ସକାଳେ ଏଇ ଜିନିଷ କରିବେ, ଆଉ ରାତିରେ ଯେତେବେଳେ ବେଡ୍କୁ ଶୋଇବାକୁ ଯାଉଛନ୍ତି ନା, ଆପଣ ସେମ୍ ଜିନିଷ ବି କରିପାରିବେ। ଦିନଭର ଆପଣଙ୍କୁ ଯିଏ ହେଲ୍ପ କରିଛି ସେଥିପାଇଁ ଆପଣ ଥ୍ୟାଙ୍କଫୁଲ୍ ରହିବେ। ଏସବୁ ଜିନିଷ କଲେ ନା ଆପଣଙ୍କ ମାଇଣ୍ଡକି ପଜିଟିଭ୍ ସୋର୍ସ ମିଳେ, ମାନେ ପଜିଟିଭ୍ ସିଗ୍ନାଲ ମିଳେ, ଆଉ ମାଇଣ୍ଡ ସେ ଜିନିଷକୁ ଅଧିକା ଆଟ୍ରାକ୍ଟ କରେ, ମାନେ ପଜିଟିଭ୍ ଥିଙ୍ଗସ୍ ଆହୁରି ଆହୁରି ସେ ଆଟ୍ରାକ୍ଟ କରିବ। ଆପଣଙ୍କର ସେମିତି ଯଦି ବି ନେଗେଟିଭିଟି ଆସେ, ଆପଣ ଡିପ୍ ବ୍ରିଦିଂ କରିପାରିବେ, ଇନହେଲ୍ ଏକ୍ସହେଲ୍ ଏଇ ଜିନିଷ କରିପାରିବେ। ଏଇଟା ଯେତେବେଳେ ଆପଣ 10 ମିନିଟ୍ ପ୍ରପରଲି କରିବାକୁ ଲାଗିବେ ନା, ଆପଣଙ୍କ ମାଇଣ୍ଡ ବି ଶାନ୍ତ ହୋଇଯିବ। ଆଉ ଆମର ଏକ୍ସରସାଇଜ୍ ବା ଲଙ୍ଗ୍ ୱାକିଂ, ମାନେ ନେଗେଟିଭ୍ ଥଟ୍ସ ଆସିଲା ଆପଣ ସ୍ପିଡ୍ ୱାକ୍ କରିପାରିବେ, କିଛି ଏକ୍ସରସାଇଜ୍ ଇନଷ୍ଟାଣ୍ଟ ମୋମେଣ୍ଟରେ କରିପାରିବେ। ଏଇଟା କଲେ କ'ଣ ହୁଏ ନା, ଯେଉଁ ଆମର ନେଗେଟିଭିଟିର ଇଣ୍ଟେନ୍ସିଟିଟା କମ୍ ହେଇଯାଏ। ତ ଆପଣ ଏଇଟା ବି କରିକି ଦେଖିପାରିବେ। ତାପରେ ଆଉ ଗୋଟେ ବେଷ୍ଟ ୱେ ହେଲା ନାମଜପ, ଯେଉଁଟା ସ୍ପେଶାଲି ମୋର ବହୁତ ଫେଭରାଇଟ୍, ଆଉ ବହୁତ ଲୋକଙ୍କର ବି ସେଇଟା ଫେଭରାଇଟ୍ ଥିବ। ସେଇ ଜିନିଷ ଯେତେବେଳେ ଆପଣ କରିବାକୁ ଲାଗିବେ ନା, ଆପଣଙ୍କ ଦିମାଗ ଆସ୍ତେ ଆସ୍ତେ ଶାନ୍ତ ହୋଇଯିବ। ନେଗେଟିଭ୍ ଜିନିଷ ନା ଧୀରେ ଧୀରେ ଇରାଡିକେଟ୍ ହେବାକୁ ଲାଗିବ, ପଜିଟିଭ୍ ସୋର୍ସ ଆପଣଙ୍କ ମାଇଣ୍ଡରେ ଆସିବାକୁ ଲାଗିବ।
ହଁ ମୁଁ କହୁନି ଯେ ଆପଣ ଯଦି ଏସବୁ ଟ୍ରିକ୍ସ ଯାହା ମୁଁ କହିଲି ନା ଏଗୁଡ଼ା ଯଦି କରିବାକୁ ଲାଗିବେ ଆପଣ ଗୋଟେ ୱିକ୍ କି ଗୋଟେ ଦିନ କି ମାସକ ଭିତରେ ରେଜଲ୍ଟ ମିଳିଯିବ। ସବୁ ଜିନିଷ ନା ଟାଇମ୍ ଟେକିଂ। ତ ଆପଣ ମାସେ 2 ମାସେ 3 ମାସ ବି କରିକି ଦେଖିବେ ଧୀରେ 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 ଆପଣଙ୍କର ନେଗେଟିଭ୍ ଥିଙ୍କିଂ ଯାହା ବି ଜିନିଷ ଆପଣଙ୍କ ମାଇଣ୍ଡକୁ ଆଫେକ୍ଟ କରୁଛି ନେଗେଟିଭଲି ସେଗୁଡ଼ା ସବୁ ଧୀରେ ଧୀରେ ଇରେଜ୍ ହେବାକୁ ଲାଗିବ। ହଁ ମୁଁ ଏଇଟା କହୁନି ଯେ ଯେଉଁ ଟ୍ରିକ୍ସ ମୁଁ ସେୟାର କଲି ଆପଣ ଏଇଟା ଯଦି କରିବେ ଗୋଟେ ଦିନ କି ଗୋଟେ ୱିକ୍ କି ଗୋଟେ ମାସରେ ଆପଣଙ୍କୁ ପୁରା ରେଜଲ୍ଟ ପ୍ରପରଲି ମିଳିବ ସେଇଟା ନୁହେଁ। ଆପଣ ଏଇଟା କରିକି ଦେଖନ୍ତୁ। ସବୁ ଜିନିଷ ନା ଟାଇମ୍ ଟେକିଂ। ଆପଣ ଆକୁ କରିକି ଦେଖିବେ 3 to 4 months ଭିତରେ ଆପଣ ଯଦି ସିରିୟସଲି ଏସବୁ ଜିନିଷ ମାନେ ଆକ୍ସେପ୍ଟ କଲେ ନା କରିବା ପାଇଁ ବା ଆପଣଙ୍କର ନେଗେଟିଭିଟିକୁ ଇରାଡିକେଟ୍ କରିବା ପାଇଁ ଆଉ ଆପଣ ଏ ଟ୍ରିକ୍ସ ସବୁ ଫଲୋ କଲେ ଧୀରେ 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 ଦେଖିବେ ଆପଣଙ୍କର ଯେଉଁ ନେଗେଟିଭିଟି ଆପଣଙ୍କ ମାଇଣ୍ଡରେ ଆସୁଥିଲା ନା ତାର ଇଣ୍ଟେନ୍ସିଟି ଗୁଡ଼ାକ କମ୍ ହେଇ ହେଇ ଯାଉ। ତାହେଲେ ଆଜି ଆପଣ ଡିସାଇଡ୍ କରନ୍ତୁ କି ଆପଣଙ୍କ ମାଇଣ୍ଡରେ ଥିବା ସବୁ ନେଗେଟିଭିଟିକୁ ଦୂରେଇକି ଆପଣ ପଜିଟିଭ୍ ଲାଇଫ୍ ଗୋଟେ ବଞ୍ଚିବେ। ତାହେଲେ ଆପଣ କମେଣ୍ଟରେ ଲେଖନ୍ତୁ କି ଲିଭ୍ ପଜିଟିଭଲି। ଆଉ ହଁ ଆଜିର ଭିଡ଼ିଓ ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ ଆଉ ମୋତେ କମେଣ୍ଟ ବି କରିବେ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ ବି କରିବେ। ରହୁଛି, ଧନ୍ୟବାଦ।